କିଏ ଆପଣ? ମୁଁ ପଚାରୁଛି ତୁ କିଏ? ମୁଁ ଆଶୁତୋଷ ସାମନ୍ତରାୟ। ଓ ତୁ ତାହେଲେ ସେ ଆଶୁତୋଷ ସାମନ୍ତରାୟ। ଆଜ୍ଞା ଆଜ୍ଞା। ତୋ ଭାଇ ଆଦିତ୍ୟ ଗୁଡା। ହଁ ଆଜ୍ଞା, ମୁଁ ଆଦିତ୍ୟକୁ ଡାକିଦେବି। ହେଲେ ତା ଆଗରୁ ଆପଣ ଏ ସାପକୁ ନେଇ ବାହାରେ ଛାଡ଼ି ଦେଇଥିଲେ। କଣ ହେଲା? ସାପକୁ ନେଇକି ବାହାରେ ଛାଡ଼ି ଦେଇଛି। ମତେ ଡର ଲାଗୁଛି। ମୁଁ ବୋଧେ କିଏ ତୁ ଜାଣିନୁ। କହୁନାହାନ୍ତି ଆଜ୍ଞା। ମୋ ନାଁ ଶିବ ଶଙ୍କ। ଦେବଦେବ ମହାଦେବ କୈଳାସପତି ଶିବଙ୍କ ପରି ମୋର ବି ସାପ ଅତି ନିଜର। ତମେ ଆଦିତ୍ୟକୁ ଡାକ। ମୁଁ ତାକୁ ଡାକି ପାରିବିନି। କାହାକୁ କଣ କହୁଛୁ ଜାଣିପାରୁଛୁ ତ? ଭଦ୍ରାମୀ କରି ତୋତେ ଜଣା ଅଛି ନା? କଣ କେତେ ବଡ଼ ପାଟି କରିବା ମାନେ କଣ? ଯେ ପ୍ରଥମରୁ ମୁଁ ତ ଆଜ୍ଞା ଆପଣଙ୍କୁ ସମ୍ବୋଧନ କରୁଛି, ହେଲେ ମତେ ଏମିତି ବେଖାତିର କରିବା ମାନେ କଣ? ମୋ ଘରେ ଠିଆ ହେଇ ମତେ ପୁଣି ନାଲି ଅଛି। କଣ ହେଇଛି ଭାଇ? ତୁ ସାଦିତ୍ୟ ନା? ହଁ। ତୁମ ଭଉଣୀ ଅନୁଷ୍କାକୁ ଭଲ ପାଉଛୁ ନା? ସାରେ କୁଆଡ଼େ ପଳଉଛୁ ଭାଇ? ଏବେ ଏଇ ମୁହୂର୍ତ୍ତରେ ତ ଭାଇ ସାମ୍ନାରେ ସବୁ ସତ କଥା କହିଦେ। ଏବେ କହିବ କଣ? ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ସେ ଭଲ ପାଉଛି। ତାହେଲେ ମୋ ଭଉଣୀ ଆଜି ପର୍ଯ୍ୟନ୍ତ ସେ ବାହା ହେଇନି କାହିଁକି? ସବୁ ଭଲ ପାଇବାର ମାନେ କଣ ବାହାଘର? ସବୁ ପ୍ରେମର ଶେଷ ବି ଗୋଟେ କଣ ସିନ୍ଦୁର? ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର, ମୋ ଗୌରୀକି ଲଗେଇ ତମ ବଂଶ ନିପାତ କରିଦେବି। এই সাথে সাথে করবা এই সাপକୁ ନେଇ ଘର ଭିତରୁ ଆସ ସାହସ କରୁ କେମିତି? ସାହସଟା ମତେ ମୋ ଗୌରୀ ଦେଇଛି ବେ। ଏବେଠୁ ଖାଲି ଖାଲି ଯିବା ପାଇଁ ଆସିନି। ମୋ ଭଉଣୀକି ସାଙ୍ଗେ ନେଇକି ଆସିଛି ମାନେ ଏବେ ଏଇ ମୁହୂର୍ତ୍ତରେ ତା ସହିତ ତୋ ବାହାଘର ହବ। କଣ ଜବରଦସ୍ତି? କିନ୍ତୁ ଅନୁଷ୍କାକୁ ଭଲ ପାଉଛି ସତ, ତା ମାନେ କଣ ଆଜି ବାହାଘର ହବ? ଠିକ ଅଛି, ଯଦି ଆଜି ବାହାଘର ନହେଲା ମୋ ଭଉଣୀକି ସାଙ୍ଗେ ନେଇକି ଆସିଛି ମାନେ ତା ଆଉ କୋଉଠି ବାହାଘର କରିବି ଏଠୁ ଯିବି। ତମ ଭଉଣୀକୁ ତମେ ଯଦି ବଜାର ପଚା ପରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତାକୁ ଭଉଣୀ ବୋଲି ଭାବୁଥାଅ ତାହେଲେ ଏବେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ତମ ଭଉଣୀକି ଯିଏ ବାହାବ ବାଜା ବଜେଇ ରୋଷଣୀ କରି ତମ ଅଗଣାରେ ଯାଇ ପହଞ୍ଚିବ। ବେଦି ଉପରେ ବସି ତମ ଭଉଣୀକି ବାହାଇ ସେ ତା ଘରକୁ ନେଇ ଆସିବ। ମୁଁ ତୋର ଏତେ କଥା ଶୁଣିବାକୁ ଚାହୁଁନି, ମତେ କେବଳ ପଦେ କଥା କହିବୁ। କଣ? ତୋ ଭଉଣୀକି ତମ ଘରର ବହୁର ସ୍ୱୀକୃତି ଦବ କି ନାହିଁ? ଶୁଣ, ତମ ଭଉଣୀର ବିଚାର ମୁଁ କରିବିନି, ବିଚାର କରିବ ମୋ ଭଉଣୀ। ଅପେକ୍ଷା କର, ମୁଁ ମୋ ଭଉଣୀକି ପଠେଇ ଦଉଛି। ମୋ ଭଉଣୀର ନିଷ୍ପତ୍ତି ହବ ଆମ ପରିବାର ପାଇଁ ଶେଷ ନିଷ୍ପତ୍ତି। ତମର ଗୋଟେ ଭଉଣୀ ଅଛି ବୋଲି ଏ କଥାଟା କାହିଁ ମୋ ଭଉଣୀ ମତେ କହିନି? ତମ ଭଉଣୀ କଣ ମୋ ଭଉଣୀର ବିଚାର କରିବ? ତମ ଭଉଣୀ କଣ ହାଇକୋର୍ଟର ବିଚାରପତି? ହାଇକୋର୍ଟର ବିଚାରପତି ନୁହଁ, ସୁପ୍ରିମକୋର୍ଟର ବିଚାରପତି। এই তো ମୋ ଭଉଣୀ ଆସିଗଲାଣି। ତା ନିଷ୍ପତ୍ତି ଏ ଘରର ଶେଷ ନିଷ୍ପତ୍ତି। ଆଚ୍ଛା, ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ? ଆମେ ତ ଦେଢ଼ଶୁର ନୁହଁ, ମୁଣ୍ଡରେ କାହିଁକି ଓଢ଼ଣା ଦେଇକି ଠିଆ ହେଇଛୁ? ଅଚିହ୍ନା ଲୋକମାନଙ୍କୁ ଓଢ଼ଣା ଦେବା ଓଡ଼ିଆଣୀ ମାନଙ୍କର ପରମ୍ପରା। ତୋ ଭଏସଟା ମତେ ଚିହ୍ନା ଚିହ୍ନା ଲାଗୁଛି। କିଏ ତୁ? ଆପଣ ମୋ ପାଇଁ ଅଚିହ୍ନା ଯେତେବେଳେ ମୋ ଭଏସ ଆପଣଙ୍କୁ ଚିହ୍ନା ଚିହ୍ନା ଲାଗିଲା କେମିତି? ତମେ କହୁଛୁ ମୁଣ୍ଡରୁ ଟିକେ ଓଢ଼ଣା ଖୋଲ, ମୁଁ ଦେଖିବି ତୁ କିଏ। ସେଟା ମୋ ଇଚ୍ଛା। ଆଚ୍ଛା, ତୁ ତାହେଲେ ମୁଣ୍ଡରୁ ଓଢ଼ଣା ଖୋଲିବୁନି। ଠିକ ଅଛି। ଆଚ୍ଛା, ତୁ ପ୍ରାୟ ଘର ପାଇଁ ସୁପ୍ରିମକୋର୍ଟର ବିଚାରପତି। ମୋ ଭଉଣୀର ତୋ ଭାଇର ବାହାଘରକୁ ନେଇକି ନିଷ୍ପତ୍ତି ନେଲୁ ଆଗ କହ। ନିଷ୍ପତ୍ତି ତ ନେବି ନିଶ୍ଚୟ, କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟେ ସ୍ତ୍ରୀ ଅଛି। ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? କାହା କଣ କହୁଛୁ ଜାଣିପାରୁଛୁ ତ? ମୋ ଭଉଣୀ ହବ ତୋ ଭାଇର ଦ୍ୱିତୀୟ ସ୍ତ୍ରୀ। ଆଇ ମିନ୍ ସେକେଣ୍ଡ ୱାଇଫ୍। ଆଜିକାଲି ଦୁନିଆରେ ତ ସମସ୍ତଙ୍କର ସେକେଣ୍ଡ ୱାଇଫ୍ ଅଛନ୍ତି। ଆପଣଙ୍କର ବି ସେକେଣ୍ଡ ୱାଇଫ୍ ଥିବେ। ମୋ ମୁଣ୍ଡରେ ନିଆଁ ଲଗେଇବାକୁ ଚେଷ୍ଟା କରନା ତୁ। ମୋ ମୁଣ୍ଡରେ ନିଆଁ ଲଗେଇଲେ ମୁଁ କାହାର ବି ନୁହଁ। ତମେ ତମ ଜୀବନରେ କେବେ କାହାର ହେଇକି ଥିଲ ନା କାହାର ହେଇକି ଅଛ, ନା ଭବିଷ୍ୟତରେ କେବେ କାହାର ହେଇକି ରହିବ? ତମର ତ ଅନେକ ରୂପ, ଅନେକ କାହାଣୀ। ସତ କହିବାକୁ ଗଲେ ତୁମେ ଜଣେ ବହୁରୂପିଏ ନୁହଁ। ତୁ କହିବା ଦରକାର ନାହିଁ ତୁ କିଏ ମୁଁ ଜାଣି ସାରିଲି। ଆରେ
ଜଙ୍ଗଲ ଭିତରେ ଥରେ ଜଣେ ମୋତେ ଗେଲେରେ ଏଣ୍ଡୁ ବୋଲି ଡାକିଥିଲା। ତୁ ଆଉ କେହି ନୁହଁ, ତୁ ହଉଛୁ ସେ ଶିବାନୀ। ଶିବାନୀ ଶିବାନୀ କିଏ? ଶିବାନୀକି ତମେ ଚିହ୍ନିଲ କେମିତି? ଶିବାନୀ ସହିତ ତମର ସମ୍ପର୍କ କ'ଣ? ମୁଁ ତ ଏତେ ପ୍ରଶ୍ନର ଉତ୍ତର ଦେଇପାରିବିନି। ଭଲରେ କହୁଛି ମୋର ଓଢ଼ଣା ଖୋଲ, ମନରେ କହୁଛି ଓଢ଼ଣା ଖୋଲ, ତା ନହେଲେ ମୋ ଗୌରୀ ତ ମୁଣ୍ଡରେ ଓଢ଼ଣା ଖୋଲିବ। ଖୋଲିବୁନି ନା? ଠିକ ଅଛି, ହେଇଗଲା ଗୌରୀ। କେମିତି ଆସିଲି, କାହିଁକି ଆଲି, ସେ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବିନି। ତମ ପ୍ରଥମ ପ୍ରଶ୍ନ ଥିଲା ନା ତମ ଭଉଣୀ ଏ ଘରର ବୋହୂ ହବ? ଠିକ ଅଛି, ମୁଁ କହୁଛି ତମ ଭଉଣୀ ଏ ଘରର ବୋହୂ ହବ। ତମେ ଏବେ ତମ ଭଉଣୀର ବୋଝ ଦେବାକୁ ଚାହୁଁଛ ନା? ଠିକ ଅଛି, ଆଜିଠୁ ତମ ଭଉଣୀ ଏଇ ଘରେ ରହିବ। କିନ୍ତୁ ଆଦିତ୍ୟ ଭାଇ ଦିନ କେଇଟା ପରେ ତାଙ୍କ ହାତରୁ ଶଙ୍ଖା ଖୋଲି ତାଙ୍କ ମଥାରୁ ସିନ୍ଦୁର ପୋଛି ଦେବେନି। ମୋ ଅବସ୍ଥା କେବେ ତମ ଭଉଣୀର ହବନି, ସେ ଗ୍ୟାରେଣ୍ଟି ମୁଁ ଦେବି। ଆସ ଅନୁଷ୍କା, ମୋ ଭିତରକୁ ଆସ।